ଏହି ଦିନରେ ଆପଣଙ୍କୁ ମିଳିବ ପିଏମ୍ କିଷାନ ଟଙ୍କା। ଆସିଗଲା ଡେଟ୍, ଘୋଷଣା ହୋଇଗଲା ପିଏମ୍ କିଷାନର 22ତମ କିସ୍ତିର ପଇସା ଡେଟ୍। ଆପଣମାନେ ଦେଖନ୍ତୁ 22ତମ କିସ୍ତି ପଇସା ଡେଟ୍ ଆସିଯାଇଛି। ଆପଣମାନେ ଯେନ୍ ଚାଷୀ ଭାଇମାନେ ଅଛନ୍, ପିଏମ୍ କିଷାନର ସମସ୍ତଙ୍କ ପାଇଁ ବଡ଼ ଘୋଷଣା। ଦେଖନ୍ତୁ ଏହି 13 ତାରିଖରେ ଆପଣଙ୍କୁ ମିଳିବାକୁ ଯାଉଛି ପିଏମ୍ କିଷାନର 22ତମ କିସ୍ତି ପଇସା। ଚାଲନ୍ତୁ ଦେଖିବା ଏହି ଭିଡ଼ିଓ ମାଧ୍ୟମରେ। ଆପଣ ଯେତେ ଚାଷୀ ଭାଇମାନେ ଅଛନ୍ ସମସ୍ତଙ୍କ ଲାଗି ଏହି ଭିଡ଼ିଓ ଦେଖନ୍ତୁ। ଯଦି ଭିଡ଼ିଓ ଭଲ ଲାଗିଛି ସବସ୍କ୍ରାଇବ୍, ଲାଇକ୍, ସେୟାର କରିଦିଅନ୍ତୁ। ଆଉ ଚାଲନ୍ତୁ ସମସ୍ତଙ୍କ ପାଇଁ ନେଇକରି ଆସିଛି ପିଏମ୍ କିଷାନ ତରଫରୁ ଆପଣଙ୍କ ପାଇଁ ବଡ଼ ଉପହାର। ଚାଲନ୍ତୁ ଦେଖନ୍ତୁ ଯେତେ ଚାଷୀ ଭାଇମାନେ 22ତମ ପଇସା ଲାଗି ଯେନ୍ ଚାଷୀ ଭାଇମାନେ ୱେଟ୍ କରିଥିଲ ସେମାନଙ୍କର ଲାଗି ଏହି ଭିଡ଼ିଓଟା ନେଇକରି ଆସିଛି। ସେମାନେ ଦେଖନ୍ତୁ ଯେ ଏହି ମାର୍ଚ୍ଚ ମାସର 13 ତାରିଖ ତକ ଆପଣଙ୍କ ବ୍ୟାଙ୍କ ଖାତାକୁ ଆସିଯିବ ଟଙ୍କା। ଦେଖନ୍ତୁ ଯେତେ ଚାଷୀ ଭାଇମାନେ ଅଛନ୍ ସମସ୍ତଙ୍କ ପାଇଁ ଏ ଭିଡ଼ିଓଟା। ଆପଣମାନେ ଯଦି ଯେନ୍ ଜାଗାରୁ ଦେଖୁଛନ୍ତି ଆପଣମାନେ ଦେଖନ୍ତୁ, ଯେତେ ଚାଷୀ ଭାଇମାନେ ବି ଅଛନ୍ ସମସ୍ତଙ୍କ ପାଇଁ ଏ ଭିଡ଼ିଓ। ଆଉ ଦେଖନ୍ତୁ ଯେତେ ବି ଭାଇମାନେ ଅଛନ୍ ସମସ୍ତଙ୍କ ଟିକେ ଆଧାରରେ ବ୍ୟାଙ୍କ ଲିଙ୍କ କରିଦିଅନ୍ତୁ। ଆଉ ଯେତେ ବି ଚାଷୀ ଭାଇମାନେ ଅଛନ୍ KYC କମ୍ପ୍ଲିଟ୍ କରିଦିଅନ୍ତୁ, KYC। ଆଉ ଆପଣମାନେ ଯେତେ ବି ଅଛନ୍ DVD ଲିଙ୍କ କରିଦିଅନ୍ତୁ। ଦେଖନ୍ତୁ ଆପଣଙ୍କ ଏହି କାରଣରୁ ଆପଣଙ୍କ ଖାତାକୁ ପଇସା ଆସିପାରୁନି। ଆପଣମାନଙ୍କ ଏହି କାରଣରୁ ଦେଖନ୍ତୁ ଆପଣମାନେ KYC କାହାର ନାଇଁ ନ ତ କାହାର ଅଛି, କାହାର ନାହିଁ। ଦେଖନ୍ତୁ ଆଉ କେତେ ଲୋକର ଲେନ୍ସିଣିଂ ନୋ ଅଛି ତ କେତେ ଲୋକଙ୍କର ଓକେ ଅଛି। ସେଥିର୍ଲାଗି ଦେଖନ୍ତୁ ଯେତେ ଚାଷୀ ଭାଇମାନେ ଅଛନ୍ ଆପଣଙ୍କ ପାଖକୁ ଏହି ଭିଡ଼ିଓ ପହଞ୍ଚି ଯାଉଛି। ଆପଣ ଦେଖି ଦେଉଛନ୍ ତ ଆପଣମାନେ ଆପଣଙ୍କ ଷ୍ଟାଟସ୍ଟା ଚେକ୍ କରି ଆପଣମାନେ ଯାଇକରି କୌଣସି ମୋ କେନ୍ଦ୍ର ସେବା ଯାଇ CNC ସେଣ୍ଟର ଯାଇ ଆପଣମାନେ ଆପଣଙ୍କ ଯେଉଁ ଭୁଲ ଭଟକାଲ ଅଛି ସେଇଟା ଆପଣମାନେ ସୁଧାରି କରି ଆପଣଙ୍କ 22ତମ ପଇସା ଆପଣଙ୍କ ଖାତାକୁ ନେଇ ନିଅନ୍ତୁ। ଦେଖନ୍ତୁ ଯେତେ ଚାଷୀ ଭାଇମାନେ ଅଛନ୍ ସମସ୍ତଙ୍କ ପାଇଁ ଏବେ ଘୋଷଣା ହୋଇଯାଇଛି 22ତମ କିସ୍ତି ପଇସା 13 ତାରିଖ ତକ ଆସିବାକେ ଯାଉଛି। ଆପଣମାନେ ଦେଖନ୍ତୁ ଏହି 22ତମ କିସ୍ତି ପଇସା ଆପଣଙ୍କ ଖାତାକୁ ଆସିବ। ଆପଣମାନେ ଦେଖନ୍ତୁ ପିଏମ୍ କିଷାନର 22ତମ କିସ୍ତି ପଇସା ବହୁତ ଶୀଘ୍ର ଆସିବାକୁ ଯାଉଛି ଆପଣଙ୍କ ଆକାଉଣ୍ଟକୁ। ଚାଲନ୍ତୁ ଦେଖିବା ଭିଡ଼ିଓ ଲାଷ୍ଟରୁ ପର୍ଯ୍ୟନ୍ତ। ଆପଣମାନେ ଯେତେ ଚାଷୀ ଭାଇମାନେ ଅଛନ୍ 22ତମ କିସ୍ତି ପଇସା ୱେଟ୍ କରିଛନ୍ତି ସେଇମାନଙ୍କ ଲାଗି ଚାଲନ୍ତୁ ଦେଖିବା ଏହି ଭିଡ଼ିଓ ମାଧ୍ୟମରେ। ଦେଖନ୍ତୁ ଚାଷୀ ଭାଇମାନେ ସମସ୍ତଙ୍କ ଲାଗି ଭିଡ଼ିଓ ନେଇକରି ଆସିଛି। ଆଉ ଯେନ୍ ଚାଷୀ ଭାଇମାନେ ଦେଖନ୍ତୁ ଏହି ପର୍ଯ୍ୟନ୍ତ ଆପଣଙ୍କ ଫାର୍ମର ରେଜିଷ୍ଟ୍ରେସନ୍ କରିନାହିଁ, କି ଆପଣଙ୍କ KYC କରିନାହିଁ, କି ଆପଣଙ୍କ ବ୍ୟାଙ୍କ ଖାତା ଲକ୍ ହେଇଯାଇଛି ସେଟା ଅନଲକ୍ କରିଦିଅନ୍ତୁ, ନା ତ ଦୁସରା ଖାତା ଖୋଲି ଦିଅନ୍ତୁ, DVD ଲିଙ୍କ କରିଦିଅନ୍ତୁ। ଦେଖନ୍ତୁ ଆପଣମାନେ ଏହି କାରଣରୁ ଆପଣଙ୍କ ପଇସା ଅଟକି ଯାଉଛି। ଦେଖନ୍ତୁ କାହାର ବ୍ୟାଙ୍କ ଖାତା ହଉ ପ୍ରୋବ୍ଲେମ୍ ଅଛି, କାହାର KYC ଅଛି ପ୍ରୋବ୍ଲେମ୍, କାହାର ଲେନ୍ସିଣିଂ ଜମି ପଟ୍ଟାଟା ଭୁଲ ଅଛି। ଦେଖନ୍ତୁ ଏହି କାରଣରୁ ଆପଣଙ୍କ ପଇସା ରହିଯାଉଛି। ସରକାର ତ ଦେଇ ଦେଉଛନ୍ତି, ଆପଣଙ୍କ ପଇସା ହୋଲ୍ଡ ହେଇ ରହିଯାଉଛି। ସେଥିର୍ଲାଗି ଦେଖନ୍ତୁ ଆପଣମାନେ ଏହି 4ଟି କାମ କରିନିଅନ୍ତୁ। ଏହି 4ଟି କାମର ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଦେଖନ୍ତୁ ଆପଣଙ୍କ ହେଉଛି KYC, ଆଧାର, ବ୍ୟାଙ୍କ ଖାତାରେ ଆଧାର ଲିଙ୍କ, ଆଉ DVD ଲିଙ୍କ, ଆପଣଙ୍କ DVD ଲିଙ୍କ, ଆପଣଙ୍କ ଲେନ୍ସିଣିଂ ଏହିଟା, ଆଉ ଆଧାର ବ୍ୟାଙ୍କ ପାସବୁକ୍ ସହିତ ଲିଙ୍କ କରିଦିଅନ୍ତୁ। ଆପଣମାନେ ଦେଖନ୍ତୁ ଏହି କାମ କରିଲେ ଆପଣଙ୍କ ଖାତାକୁ ଯେଉଁ ପ୍ରଧାନମନ୍ତ୍ରୀ ସମ୍ମାନ ନିଧି ଯୋଜନାରୁ ଯେଉଁ ବାର୍ଷିକ ଆପଣଙ୍କ ଖାତାକୁ ଯେଉଁ ଆସୁଛି 3ଟି କିସ୍ତିରେ 2,000 ଟଙ୍କା, ପ୍ରଧାନମନ୍ତ୍ରୀ ସମ୍ମାନ ନିଧି ଯୋଜନାର ଯେଉଁ ବାର୍ଷିକ 3ଟି କିସ୍ତିରେ ଆଉଛି ଆପଣଙ୍କୁ 6,000 ଟଙ୍କା। ସେଇ 6,000 ଟଙ୍କାକୁ
ଫାର୍ଷ୍ଟ ପର୍ଯ୍ୟାୟରେ 2000, ସେକେଣ୍ଡ ପର୍ଯ୍ୟାୟରେ 2000, ତୃତୀୟ ପର୍ଯ୍ୟାୟରେ 2000, ଏମିତି କରି 6000 ଟଙ୍କା ଆପଣଙ୍କ ବ୍ୟାଙ୍କ ଖାତାକୁ ସରକାର ଦେଉଛନ୍ତି। ଆପଣମାନେ ଦେଖନ୍ତୁ ସେହି ଖାତା ଆପଣଙ୍କ ଯଦି ବନ୍ଦ ହେଇଯିବ କି ଲକ୍ ହେଇଯିବ ତ ଆପଣଙ୍କ ପାଖକୁ ପଇସା ଆସୁନି। କେତେ ଲୋକଙ୍କ ଏହି ପର୍ଯ୍ୟନ୍ତ ବି 4ଟା 3ଟା ପାଇସାରି କରି ଏବେ ବି ଏହି ତକ୍ ପାଉନି। ସେମାନେ କିଛି ତାଙ୍କ ମନରେ ପଶୁନି କି କ'ଣ ଆମକୁ ମିଳିବ କି ନାହିଁ, ଆଉ କ'ଣ ପାଇଁ ଆମର ମିଳିଲା ନାହିଁ, ସେଇମାନେ ଧ୍ୟାନ ଦେଉନି। ଦେଖନ୍ତୁ ସେଥିପାଇଁ ଯେନ୍ମାନେ ଆଗରୁ ଏହିଟା ୱେଟ୍ କରିଥିସନ୍ ଆର୍ ଆମରଟା ଆସିଲା ନାହିଁ ବୋଲିକରି ଯେନ୍ମାନେ ସବୁବେଲେ ହଠାତ୍ ଯାଞ୍ଚ କରୁଥିସନ୍ ସେମାନଙ୍କ ଖାତାକୁ ଏକା ପଇସା ଆସିଛି। ଦେଖନ୍ତୁ ମେହନତ ବିନା ମେହନତରେ କିଛି ହେବନି, ସେଥିଲାଗି ମେହନତ କରିଲେ ହିଁ ଆପଣମାନେ ଦେଖନ୍ତୁ ଆପଣଙ୍କ ଯଦି ଆପଣଙ୍କ ସବୁବେଲେ ଆପଣ ଚେକ୍ ଚାକ୍ କରୁଥିବେ କି ଆପଣ କ'ଣ ପ୍ରୋବ୍ଲେମ୍ ହେଇଛି କାଣା ନାହିଁ, ଏହି ଜିନିଷ ମାନେ ଆପଣ ଯଦି ସବୁ ଠିକ୍ଠାକ୍ କରିଦେବେ ତ ଆପଣଙ୍କ ବ୍ୟାଙ୍କ ଖାତାକୁ ଆସିବା ପାଇଁ ପଇସା କେହି ଅଟକେଇ ପାରିବେନି। ଦେଖନ୍ତୁ 22ତମ କିସ୍ତି ପଇସା ଏହି ମାସର 13 ତାରିଖ ସୁଦ୍ଧା ଆସିବ ବୋଲି କୁହାଯାଉଛି। ଦେଖନ୍ତୁ ଆସାମରୁ ପ୍ରଧାନମନ୍ତ୍ରୀ 22ତମ କିସ୍ତି ପଇସା ଦେବେ ବୋଲି ଘୋଷଣା ହେଉଛି। ଦେଖନ୍ତୁ ଆଉ ଯେଉଁ ପ୍ରତି କିସ୍ତି ଯେଉଁ ଥିଲା 21ତମ କିସ୍ତି, ସେଇଟା PM ନଭେମ୍ବର ମାସର 19 ତାରିଖ 2025 କୋଇମ୍ବାଟୁର ତାମିଲନାଡ଼ୁରୁ ସରକାର ଦେଇଥିଲେ। ସେଇଟା 21ତମ କିସ୍ତି ପଇସା। ଏବେ ଯେଉଁଟା ଦେବେ 22ତମ କିସ୍ତି ପଇସା ଦେଖନ୍ତୁ ଆସାମରୁ ଦିଆଯିବ ବୋଲି ଘୋଷଣା ହେଉଛି। ଦେଖନ୍ତୁ କ'ଣ ହେଉଛି ଆଉ କେବେ